ଜୟ ଜଗନ୍ନାଥ। ଜଣା ଅଜଣା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆପଣଙ୍କ ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ଆପଣ ଅନେକ ସରଳ ବାସ୍ତୁ ଟିପ୍ସ ବ୍ୟବହାର କରିପାରିବେ। ଏପରି ଶହ ଶହ ଟିପ୍ସ ଥିବାବେଳେ ଏଠାରେ 51ଟି ନିର୍ଦ୍ଦିଷ୍ଟ ଟିପ୍ସ ଦିଆଯାଇଛି। 1ରେ ଟ୍ୟାପରୁ ପାଣି ଲିକ୍ ହେବା ଆର୍ଥିକ କ୍ଷତିର ସଂକେତ। ଲିକ୍ ହେଉଥିବା ଟ୍ୟାପକୁ ଯଥାଶୀଘ୍ର ମରାମତି କରନ୍ତୁ। 2ରେ ଯଦି ଘରର କୌଣସି ପାତ୍ରରୁ ପାଣି ଲିକ୍ ହେଉଛି ତେବେ ତାହାକୁ ତୁରନ୍ତ ମରାମତି କରନ୍ତୁ। 3ରେ ଯଦି ଛାତ ଉପରେ ଥିବା ପାଣି ଟାଙ୍କିରୁ ପାଣି ମଧ୍ୟ ଲିକ୍ ହେଉଛି ତେବେ ତାହାକୁ ମଧ୍ୟ ତୁରନ୍ତ ମରାମତି କରନ୍ତୁ। 4. ଯଦି ଘରେ ପ୍ରାର୍ଥନା କକ୍ଷ ଅଛି ତେବେ ଏହାକୁ ନିର୍ମାଣ କରିବା ପୂର୍ବରୁ ଲାଲ କିତାବ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ଏବଂ କୌଣସି ଦେବତାଙ୍କ ଏକାଧିକ ମୂର୍ତ୍ତି କିମ୍ବା ଚିତ୍ର ରଖିବାରୁ ବଞ୍ଚନ୍ତୁ। 5. ସିନ୍ଦୁକରେ ହଳଦିଆ କପଡ଼ାରେ କିଛି ଗୁଣ୍ଡ ହଳଦୀ ଗୁଡ଼ାଇ ରଖନ୍ତୁ। ଏହା ସହିତ କିଛି ମୁଦ୍ରା, ଏକ ଅତର ବୋତଲ, ଏକ ଚନ୍ଦନ କାଠ ଏବଂ ରୂପା, ତମ୍ବା ଇତ୍ୟାଦି ମୁଦ୍ରା ରଖନ୍ତୁ। କିଛି ଚାଉଳ ହଳଦିଆ କରି ସିନ୍ଦୁକରେ ରଖନ୍ତୁ। 6ରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ କର୍ପୂର ଜଳାନ୍ତୁ। ଯଦି ଘରର କୌଣସି ସ୍ଥାନରେ ବାସ୍ତୁଦୋଷ ଅଛି ତେବେ ସେଠାରେ କର୍ପୂରର ଏକ ଖଣ୍ଡ ରଖନ୍ତୁ। ତାହା ନ ଜାଳି କର୍ପୂର ଜାଳିବା ଦ୍ୱାରା ଦୈବୀ ଏବଂ ପୂର୍ବପୁରୁଷଙ୍କ ପାପର ପ୍ରଭାବ ଦୂର ହୁଏ। 7. ସପ୍ତାହରେ ଥରେ ଗୁରୁବାର ବ୍ୟତୀତ ଘରକୁ ସମୁଦ୍ର ଲୁଣରେ ପୋଛିବା ଦ୍ୱାରା ଘରେ ଶାନ୍ତି ବଜାୟ ରହେ, ସମସ୍ତ ନକାରାତ୍ମକ ଶକ୍ତି ଦୂର ହୁଏ, ଦ୍ୱନ୍ଦ୍ୱକୁ ରୋକାଯାଏ ଏବଂ ଦେବୀ ଲକ୍ଷ୍ମୀଙ୍କ ସ୍ଥାୟୀ ବାସସ୍ଥାନ ସୁନିଶ୍ଚିତ ହୁଏ। 8. ଘରର କୌଣସି ସ୍ଥାନରେ କିମ୍ବା ଶୌଚାଳୟରେ ବୁଢ଼ିଆଣୀ ଜାଲ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ। 9. ଘରର କୌଣସି ସ୍ଥାନରେ ଅଳିଆ ଜମା ହେବାକୁ ଦିଅନ୍ତୁ ନାହିଁ। 10. ଛାତ ଉପରେ ବାଉଁଶ ରଖନ୍ତୁ ନାହିଁ କିମ୍ବା କୌଣସି ଅବ୍ୟବହୃତ ଜିନିଷ ରଖନ୍ତୁ ନାହିଁ। 11. ବ୍ରହ୍ମ ମୁହୂର୍ତ୍ତ ସମୟରେ କିମ୍ବା ସନ୍ଧ୍ୟାରେ କେବେ ବି ଝାଡ଼ୁ କରନ୍ତୁ ନାହିଁ। ଝାଡ଼ୁକୁ ସମସ୍ତଙ୍କ ନଜରରୁ ଲୁଚେଇ ରଖନ୍ତୁ। ଝାଡ଼ୁକୁ କେବେ ବେଡ୍ ତଳେ ରଖନ୍ତୁ ନାହିଁ। 12. ଘର ସଫା ଏବଂ ପରିଷ୍କାର ସବୁବେଳେ ରଖନ୍ତୁ। ଘରର ଚାରି କୋଣ ସଫା ହେବା ଉଚିତ। ବିଶେଷ କରି ଉତ୍ତର ପୂର୍ବ, ଉତ୍ତର ଏବଂ ପଶ୍ଚିମ କୋଣ ସେଗୁଡ଼ିକୁ ସର୍ବଦା ଖାଲି ଏବଂ ସଫା ରଖନ୍ତୁ। 13. ୱାସରୁମକୁ ଓଦା ରଖିବା ଆପଣଙ୍କ ଆର୍ଥିକ ପରିସ୍ଥିତି ପାଇଁ ଭଲ ନୁହେଁ। ବ୍ୟବହାର ପରେ ଏହାକୁ କପଡ଼ା ସାହାଯ୍ୟରେ ଶୁଖାଇବାକୁ ଚେଷ୍ଟା କରନ୍ତୁ। 14. ଦକ୍ଷିଣ ଏବଂ ପଶ୍ଚିମ ଦିଗକୁ ଖାଲି କିମ୍ବା ହାଲୁକା ରଖିବା କ୍ୟାରିୟର ସ୍ଥିରତା ପାଇଁ ଶୁଭ ନୁହେଁ, ତେଣୁ ଏହି ଦିଗଗୁଡ଼ିକୁ ଖାଲି ରଖିବା ଏଡ଼ାନ୍ତୁ। 14. ଘରେ କଳା, ମାଟିଆ, ବାଇଗଣୀ କିମ୍ବା ବାଇଗଣୀ ରଙ୍ଗ ବ୍ୟବହାର କରିବା ଏଡ଼ାନ୍ତୁ। ତାହା ଚାଦର, ପରଦା କିମ୍ବା କାନ୍ଥ ରଙ୍ଗ ପାଇଁ ହେଉ। 15. ଘରେ ପୂର୍ବରୁ ପଶ୍ଚିମ କିମ୍ବା ଉତ୍ତରରୁ ଦକ୍ଷିଣ ସିଡ଼ି ତିଆରି କରନ୍ତୁ। କେବେ ଉତ୍ତର ପୂର୍ବ ଦିଗରେ ସିଡ଼ି ତିଆରି କରନ୍ତୁ ନାହିଁ। 16. ଘରର ମହଲା, କାନ୍ଥ କିମ୍ବା ଛାତରେ ଫାଟ ଏଡ଼ାନ୍ତୁ ନାହିଁ। ଯଦି ଏପରି ହୁଏ ତେବେ ତୁରନ୍ତ ସେଗୁଡ଼ିକୁ ମରାମତି କରନ୍ତୁ। ଘରେ ଫାଟକୁ ଅଶୁଭ ବୋଲି ବିବେଚନା କରାଯାଏ। 17. ଶଯ୍ୟା ସମ୍ମୁଖରେ କେବେ ବି ଦର୍ପଣ ରଖନ୍ତୁ ନାହିଁ। 18. ଡବଲ ବେଡ୍ ଗଦିକୁ ଦୁଇଟି ଭାଗରେ ବିଭକ୍ତ କରାଯିବା ଉଚିତ ନୁହେଁ। 19. ଶୟନ କକ୍ଷରେ ଧାର୍ମିକ ଚିତ୍ରକଳା ରହିବା ଉଚିତ ନୁହେଁ। 20. ଶୟନ କକ୍ଷରେ ଲାଲ ବଲ୍ବ ରହିବା ଉଚିତ ନୁହେଁ। ଏହା ପରିବର୍ତ୍ତେ ନୀଳ ରଙ୍ଗ ବଲ୍ବ ଲଗାନ୍ତୁ। 21. ନଷ୍ଟ ହୋଇଯାଇଥିବା ବିଛଣା, ତକିଆ, ପରଦା, ଚାଦର, ରେଜେଇ ଇତ୍ୟାଦି ରଖିବାରୁ ଦୂରେଇ ରୁହନ୍ତୁ।
22 ଏହି କୋଠରୀରେ ଭଙ୍ଗା ବେଡରୁ ଦୂରେଇ ରୁହନ୍ତୁ। ବେଡ୍ ଯଥାସମ୍ଭବ ବର୍ଗାକାର ହେବା ଉଚିତ। ବେଡ୍କୁ ସିଲିଂ ବିମ୍ ତଳେ ରଖିବା ଉଚିତ ନୁହେଁ। ଶୋଇବା ଘରର ଦ୍ୱାର ସାମ୍ନାରେ ବେଡ୍ ରଖିବା ଉଚିତ ନୁହେଁ। କାଠର ବେଡ୍ ସବୁଠାରୁ ଭଲ। 23 ଶୋଇବା ଘରର ଝାଡୁ, ଜୋତା, ଇଲେକ୍ଟ୍ରୋନିକ୍ ଜିନିଷ, ଭଙ୍ଗା କିମ୍ବା ଶବ୍ଦ କରୁଥିବା ପଙ୍ଖା, ଭଙ୍ଗା ଜିନିଷ, ଚିରା ପୋଷାକ କିମ୍ବା ପ୍ଲାଷ୍ଟିକ୍ ଜିନିଷ ରଖିବା ଉଚିତ ନୁହେଁ। ବାଥରୁମରେ ଏକ ନୀଳ ବାଲଟି ରଖନ୍ତୁ ଏବଂ ଗାଧୋଇବା ପାଇଁ କାଠପଟା ବ୍ୟବହାର କରନ୍ତୁ। ବାଥରୁମରେ ଯେକୌଣସି ପ୍ରକାରର ଫଟୋ ଟାଙ୍ଗିବାରୁ ଦୂରେଇ ରୁହନ୍ତୁ। ଏହା ବଦଳରେ ଉପଯୁକ୍ତ ଦିଗରେ ଏକ ଛୋଟ ଦର୍ପଣ ରଖିବା ଉଚିତ। ବାଥରୁମରେ ମନି ପ୍ଲାଣ୍ଟ ଲଗାଇବା ଭଲ। ବାଥରୁମରେ ବାସ୍ତୁଦୋଷ ଦୂର କରିବା ପାଇଁ ନୀଳ ମଗ ଏବଂ ବାଲଟି ବ୍ୟବହାର କରନ୍ତୁ। 25 ଘର ଚାରିପାଖରେ କଦଳୀ, ତୁଳସୀ, ମନି ପ୍ଲାଣ୍ଟ, ଡାଳିମ୍ବ, ପିପଲ, ବଟ, ଆମ୍ବ, ନଡ଼ିଆ, ବାଉଁଶ, ଜାମୁ ଗଛ ଭଳି ଗଛ ଲଗାନ୍ତୁ, କିନ୍ତୁ କଣ୍ଟାଯୁକ୍ତ ଗଛ ନୁହେଁ। 26 ସବୁବେଳେ ସମୟ ସମୟରେ ଦ୍ୱାର ଏବଂ ଦ୍ୱାରବନ୍ଧକୁ ପୂଜା କରନ୍ତୁ ଏବଂ ସେଗୁଡ଼ିକୁ ସଫା ରଖନ୍ତୁ। 29 ଯେକୌଣସି ଦିଗରେ ଭୁଲ ରଙ୍ଗର ପଥର ବ୍ୟବହାର କରିବା ନିବୃତ୍ତ ରୁହନ୍ତୁ। ଉତ୍ତରରେ କଳା, ଉତ୍ତର ପୂର୍ବ ଆକାଶ ନୀଳ, ପୂର୍ବରେ ଗାଢ଼ ସବୁଜ, ଦକ୍ଷିଣ ପୂର୍ବ ବାଇଗଣୀ, ଦକ୍ଷିଣ ଲାଲ, ଦକ୍ଷିଣ ପଶ୍ଚିମ ଗୋଲାପୀ, ପଶ୍ଚିମ ଧଳା ଏବଂ ଉତ୍ତର ପଶ୍ଚିମ ଧୂସର ରଙ୍ଗ ରହିବା ଉଚିତ। ଯଦି ଆପଣ ବିଭିନ୍ନ ରଙ୍ଗର ପଥର ବ୍ୟବହାର କରିବାକୁ ଚାହାନ୍ତି ନାହିଁ, ତେବେ ଆପଣ ସମସ୍ତ କୋଠରୀରେ ଗାଢ଼ ସବୁଜ କିମ୍ବା ହଳଦିଆ ବ୍ୟବହାର କରିପାରିବେ। ହଳଦିଆ ମଧ୍ୟରେ ପୀତାମ୍ବରୀ ସର୍ବୋତ୍ତମ। 30 ପ୍ରତ୍ୟେକ କୋଠରୀ ପାଇଁ ବିଭିନ୍ନ ରଙ୍ଗର ସୁନ୍ଦର କାର୍ପେଟ୍ ପକାନ୍ତୁ। ପ୍ରତିଦିନ କାର୍ପେଟ୍‌ଗୁଡ଼ିକୁ ଭଲ ଭାବରେ ସଫା କରନ୍ତୁ। 31 ପ୍ରତ୍ୟେକ କୋଠରୀର ମଧ୍ୟଭାଗରେ ଏକ ମଣ୍ଡାନ ଆଙ୍କନ୍ତୁ। ପ୍ରବେଶ ଦ୍ୱାର ବାହାରେ ରଙ୍ଗୋଲି ଆଙ୍କନ୍ତୁ। ରଙ୍ଗୋଲି କିମ୍ବା ମଣ୍ଡାନା ଆମର ପ୍ରାଚୀନ ସଭ୍ୟତା ଏବଂ ସାଂସ୍କୃତିକ ସମୃଦ୍ଧିର ପ୍ରତୀକ। ଏହା ପରିବାରରେ ଖୁସି ଆଣେ। 32 ଯଦି ଆପଣଙ୍କ ଘରର କୌଣସି କୋଠରୀ, ରୋଷେଇ ଘର କିମ୍ବା ଅନ୍ୟ କୌଣସି ସ୍ଥାନରେ ଟାଇଲ୍ସ ଭାଙ୍ଗି ଯାଇଥାଏ, ତେବେ ସେଗୁଡ଼ିକ ତୁରନ୍ତ ମରାମତି କରିବା ଉଚିତ, କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଭଙ୍ଗା ଟାଇଲ୍ସକୁ ଅନୁପଯୁକ୍ତ ବୋଲି ବିବେଚନା କରାଯାଏ। 33 ଘରର ମହଲା ପୂର୍ବ, ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗକୁ ଢଳେଇ ହେବା ଉଚିତ। ଏଥିମଧ୍ୟରୁ ଉତ୍ତର ଦିଗ ହେଉଛି ସର୍ବୋତ୍ତମ ଦିଗ। 34 ଘର ଭିତରେ ଏବଂ ବାହାରେ ଦ୍ୱାର ଉପରେ ଭଗବାନଙ୍କ ଗଣେଶଙ୍କ ଚିତ୍ର ରଖିବା ଉଚିତ। ଦ୍ୱାରର ଡାହାଣ ଏବଂ ବାମରେ ଶୁଭ ଏବଂ ଲାଭ ଲେଖନ୍ତୁ ଏବଂ ଦ୍ୱାରରେ ଲତା, କାରୁକାର୍ଯ୍ୟ କିମ୍ବା ସୁନ୍ଦର ଚିତ୍ର ସହିତ ଏକ ଦ୍ୱାରବନ୍ଧ ରଖନ୍ତୁ। ଦ୍ୱାରବନ୍ଧ ମଧ୍ୟ ଭଲ ଏବଂ ମଜବୁତ ହେବା ଉଚିତ, ଯାହା ଚାରିପାଖରେ ସ୍ୱସ୍ତିକ ଚିହ୍ନ ଥିବ। ମନେ ରଖନ୍ତୁ, କେବେ ବି ଦ୍ୱାର ବାହାରେ ଆପଣଙ୍କ ଗୁରୁ କିମ୍ବା ଅନ୍ୟ କୌଣସି ଦେବତା କିମ୍ବା ଦେବୀଙ୍କ ଫଟୋ ରଖନ୍ତୁ ନାହିଁ। 35 ରୋଷେଇ ଘରେ ପିତ୍ତଳ, ତମ୍ବା ଏବଂ ରୂପା ପାତ୍ର ବ୍ୟବହାର କରନ୍ତୁ। ରୋଷେଇ ଘର ଦକ୍ଷିଣ ପୂର୍ବ କୋଣରେ ରହିବା ଉଚିତ। 36 ସ୍ନାନାଗାର ଏବଂ ଶୌଚାଳୟ ସଂଲଗ୍ନ ହେବା ଉଚିତ ନୁହେଁ। ରୋଷେଇ ଘର ପାଖରେ ଏହି ଦୁଇଟି ମଧ୍ୟ ରଖିବା ଉଚିତ ନୁହେଁ। 37 ଦ୍ୱାର ଭଲ ଭାବରେ ସଜାଯିବା ଉଚିତ ଏବଂ ଦୁଇଟି ଦ୍ୱାର ରହିବା ଉଚିତ। 38 ଆପଣଙ୍କର ଝରକାଗୁଡ଼ିକୁ ଭଲ ଭାବରେ ସଜାନ୍ତୁ ଏବଂ ପରଦାରେ ଆଚ୍ଛାଦିତ କରନ୍ତୁ। ଝରକା ଚାରିପାଖରେ ଲତା କିମ୍ବା ରଙ୍ଗୋଲି କିମ୍ବା ମଣ୍ଡନର ଚିତ୍ର ରହିବା ଉଚିତ।
39. ଅତିଥି କକ୍ଷରେ ଏକ ହଂସର ଏକ ବଡ଼ ଚିତ୍ର ଟାଙ୍ଗନ୍ତୁ, ଯାହା ପ୍ରଚୁର ଧନ ଏବଂ ସମୃଦ୍ଧି ହାସଲ କରିବାର ସମ୍ଭାବନାକୁ ବୃଦ୍ଧି କରିବ। ବିକଳ୍ପ ଭାବରେ, ଆପଣ ଏକ କୋଣରେ ଟଙ୍କାର ଗଦା ସହିତ ଏକ ଛୋଟ ଚିତ୍ର ମଧ୍ୟ ରଖିପାରିବେ। 40. ଘରୋଇ ବିବାଦ କିମ୍ବା ବୈଚାରିକ ପାର୍ଥକ୍ୟକୁ ଏଡ଼ାଇବା ପାଇଁ ଏକ ହସୁଥିବା ମିଳିତ ପରିବାରର ଏକ ଚିତ୍ର ଟାଙ୍ଗନ୍ତୁ। 41. ଯଦି ଆପଣ ଅନ୍ୟମାନଙ୍କ ଫଟୋ ଟାଙ୍ଗିବାକୁ ଚାହୁଁନାହାନ୍ତି, ତେବେ ଦକ୍ଷିଣ ପଶ୍ଚିମ କୋଣରେ ଖୁସି ମନୋଭାବରେ ଆପଣଙ୍କ ନିଜ ପରିବାରର ସଦସ୍ୟଙ୍କ ଫଟୋ ଟାଙ୍ଗନ୍ତୁ। 42. ସମୁଦ୍ର କୂଳରେ ଦୌଡ଼ୁଥିବା 7ଟି ଘୋଡ଼ାର ଫଟୋ ଟାଙ୍ଗିବା ପାଇଁ ପୂର୍ବ ଦିଗକୁ ଶୁଭ ବୋଲି ବିବେଚନା କରାଯାଏ। ଏହି ଚିତ୍ର ରଖିବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। 43. ଯଦି ଆପଣ ଘୋଡ଼ାରେ ଫଟୋ ଟାଙ୍ଗିବାକୁ ଚାହୁଁନାହାନ୍ତି, ତେବେ ଆପଣ ପହଁରି ଆସୁଥିବା ମାଛର ଫଟୋ ମଧ୍ୟ ଟାଙ୍ଗିପାରିବେ। 44. ଅତିଥି କକ୍ଷରେ ପରିବାରର ଆସନର ମୁଖ୍ୟ ପଛରେ ଏକ ପର୍ବତ କିମ୍ବା ଉଡ଼ନ୍ତା ପକ୍ଷୀର ଚିତ୍ର ଟାଙ୍ଗନ୍ତୁ। ଏପରି ଚିତ୍ର ଆତ୍ମବିଶ୍ୱାସ ଏବଂ ମନୋବଳକୁ ବୃଦ୍ଧି କରେ। 45. ଘରର ଦକ୍ଷିଣ କାନ୍ଥରେ ହନୁମାନଜୀଙ୍କ ଏକ ଲାଲ ଚିତ୍ର ଟାଙ୍ଗନ୍ତୁ। ଏହାର 2ଟି ଲାଭ ଅଛି। ପ୍ରଥମତଃ, ଯଦି ଆପଣଙ୍କର ମଙ୍ଗଳ ଅଶୁଭ, ତେବେ ଏହା ଶୁଭ ହେବ, ଏବଂ ଦ୍ୱିତୀୟତଃ, ଏହା ଆପଣଙ୍କୁ ଯେକୌଣସି ଭୟରୁ ମୁକ୍ତ କରିବ। 46. ରୋଷେଇ ଘରର କାଉଣ୍ଟର ଉପରେ ସୁନ୍ଦର ଫଳ ଏବଂ ପନିପରିବାର ଚିତ୍ର ଟାଙ୍ଗନ୍ତୁ। ଏହା ସହିତ ନିରନ୍ତର ସମୃଦ୍ଧି ପାଇଁ ଅନ୍ନପୂର୍ଣ୍ଣା ମାତାଙ୍କ ଚିତ୍ର ଟାଙ୍ଗନ୍ତୁ। 47. ଯେଉଁ ଘରେ ରୋଷେଇ ଘର ଦକ୍ଷିଣ ପୂର୍ବ କୋଣରେ ନାହିଁ କିମ୍ବା ଅଗ୍ନିକୋଣ, ବାସ୍ତୁଦୋଷ ସଂଶୋଧନ ପାଇଁ ଉତ୍ତର ପୂର୍ବ କୋଣରେ ଭଗବାନ ଗଣେଶଙ୍କ ଚିତ୍ର ଟାଙ୍ଗନ୍ତୁ, କିମ୍ବା ଈଶାନ କୋଣରେ। ଯଦି ଆପଣଙ୍କର ରୋଷେଇ ଘର ଅଗ୍ନିକୋଣରେ ନାହିଁ, ବରଂ ଅନ୍ୟ କୌଣସି ଦିଗରେ ଅଛି, ତେବେ ସେଠାରେ ଯଜ୍ଞ କରୁଥିବା ମୁନିମାନଙ୍କର ଚିତ୍ର ଟାଙ୍ଗନ୍ତୁ। 48. ଯଦି ଆପଣଙ୍କ ପିଲା ପାଠପଢ଼ାରେ ଆଗ୍ରହୀ ନୁହେଁ, ତେବେ ଦେବୀ ସରସ୍ୱତୀ, ବେଦବ୍ୟାସ କିମ୍ବା ପାଠପଢ଼ା ଘରେ ପଢ଼ୁଥିବା ପିଲାଙ୍କ ଚିତ୍ର ଟାଙ୍ଗନ୍ତୁ। ପିଲାଟି ଉତ୍ତର ଦିଗକୁ ମୁହଁ କରିବା ଉଚିତ, ଏବଂ ଚିତ୍ରଗୁଡ଼ିକ ଉତ୍ତର କାନ୍ଥରେ ଟାଙ୍ଗିବା ଉଚିତ। ଏହା ସହିତ ଏକ ସବୁଜ ଶୁକ୍ର ଚିତ୍ର ଟାଙ୍ଗନ୍ତୁ, ଯାହା ପିଲାଟିକୁ ତୁରନ୍ତ ପାଠପଢ଼ାରେ ଆଗ୍ରହୀ କରିବାରେ ସାହାଯ୍ୟ କରିବ। ଉତ୍ତର କାନ୍ଥରେ ସବୁଜ ଶୁକ୍ର କିମ୍ବା କିଚିରିମିଚିରି କରୁଥିବା ପକ୍ଷୀଙ୍କ ଶୁଭ ଚିତ୍ର ଟାଙ୍ଗନ୍ତୁ। ଏହା ଘରର ସମସ୍ତ ସଦସ୍ୟଙ୍କ ଏକାଗ୍ରତା ବୃଦ୍ଧି କରିବ। ଏହା ସହିତ ଆପଣ ଏକ ମୟୂର, ବୀଣା, କଲମ, ପୁସ୍ତକ, ହଂସ କିମ୍ବା ମାଛର ଚିତ୍ର ମଧ୍ୟ ଟାଙ୍ଗିପାରିବେ। କିଛି ସ୍ଥପତି ମଧ୍ୟ ଏକ ଡେଉଁଥିବା ମାଛ, ଡଲଫିନ୍ କିମ୍ବା ମାଛର ଏକ ଯୋଡ଼ି ଟାଙ୍ଗିବା ପରାମର୍ଶ ଦିଅନ୍ତି। ଉପରୋକ୍ତ ମଧ୍ୟରୁ କେବଳ ଗୋଟିଏ ଟାଙ୍ଗିବାକୁ ମନେ ରଖନ୍ତୁ। 39. ଯଦି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଉତ୍ତେଜନା ଅଛି, କୌଣସି କାରଣରୁ ପ୍ରେମପୂର୍ଣ୍ଣ ସମ୍ପର୍କ ସ୍ଥାପନ ହେଉନାହିଁ, ତେବେ ଆପଣ ଆପଣଙ୍କ ଶୟନ କକ୍ଷରେ ରାଧାକୃଷ୍ଣଙ୍କ ଏକ ସୁନ୍ଦର ହୃଦୟସ୍ପର୍ଶୀ ଚିତ୍ର କିମ୍ବା ହଂସର ଏକ ଯୋଡ଼ି ଟାଙ୍ଗିପାରିବେ। ଆପଣ ହିମାଳୟ, ଶଙ୍ଖ କିମ୍ବା ବଂଶୀର ଚିତ୍ର ମଧ୍ୟ ଟାଙ୍ଗିପାରିବେ। ମନେ ରଖନ୍ତୁ, ଉପରୋକ୍ତ ମଧ୍ୟରୁ କେବଳ ଗୋଟିଏର ଚିତ୍ର ଟାଙ୍ଗିବେ। 50. ଯଦି ଶୟନକକ୍ଷ ଦକ୍ଷିଣ ପୂର୍ବ କୋଣରେ ଅଛି, ତେବେ ପୂର୍ବ ମଧ୍ୟ କାନ୍ଥରେ ଏକ ଶାନ୍ତ ସମୁଦ୍ରର ଏକ ଚିତ୍ର ଟାଙ୍ଗିବେ। ଭୁଲରେ ମଧ୍ୟ ଶୟନକକ୍ଷ ଭିତରେ ପାଣି ସହିତ ଜଡ଼ିତ କୌଣସି ଚିତ୍ର ଟାଙ୍ଗନ୍ତୁ ନାହିଁ, କାରଣ ପାଣିର ଚିତ୍ର ସ୍ୱାମୀ, ସ୍ତ୍ରୀ ଏବଂ ସେହି ଆଡ଼କୁ ଇଙ୍ଗିତ କରେ। 51. ଯଦି ଭୁଲରେ ଆପଣଙ୍କର ଶୌଚାଳୟ ଉତ୍ତର ପୂର୍ବ କୋଣରେ ନିର୍ମିତ ହୁଏ,
ତେବେ ଏହା ପ୍ରଚୁର ଆର୍ଥିକ କ୍ଷତି ଏବଂ ଅଶାନ୍ତିର କାରଣ ହୋଇଥାଏ। ପ୍ରାଥମିକ ଚିକିତ୍ସା ଭାବରେ ଏହାର ବାହାରେ ସିଂହ ଶିକାର କରୁଥିବା ଏକ ଚିତ୍ର ଟାଙ୍ଗନ୍ତୁ। ଯଦି ଶୌଚାଳୟରେ ବସିଥିବା ବ୍ୟବସ୍ଥା ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ମୁହଁ କରି ରହିଛି, ତେବେ ଏହା ଉପଯୁକ୍ତ। ଏହି ତଥ୍ୟଗୁଡ଼ିକ କିପରି ଲାଗିଲା ଆପଣ ଲାଇକ୍ ଓ କମେଣ୍ଟସ୍ ମାଧ୍ୟମରେ ଜଣାନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନଥିଲେ ଆପଣମାନେ ଯଥାଶୀଘ୍ର ସବସ୍କ୍ରାଇବ୍ କରିନିଅନ୍ତୁ। ଜୟ ଜଗନ୍ନାଥ।